ଯେତେବେଳେ ତର୍କ ଆଉ ଭଲ ପାଇବା ମୁହାଁମୁହିଁ ହୁଅନ୍ତି ସେତେବେଳେ ଆମ ସତ୍ୟକୁ କିଏ ପରିଭାଷିତ କରେ। ଆସନ୍ତୁ ଆଜି ୱିଲିୟମ ୱର୍ଡସୱର୍ଥଙ୍କର ଏକ ବହୁତ ସୁନ୍ଦର କବିତା ଭିତରକୁ ଯିବା, ଯାହା ଗୋଟିଏ ସରଳ ପ୍ରଶ୍ନ ମାଧ୍ୟମରେ ମୃତ୍ୟୁ, ସ୍ମୃତି ଆଉ ସମ୍ପର୍କର ଗଭୀର ରହସ୍ୟକୁ ଖୋଲିଦିଏ। ଦେଖନ୍ତୁ, କବିତା ଆରମ୍ଭ ହେଉଛି ଏକ ବହୁତ ଗଭୀର ପ୍ରଶ୍ନରୁ। ଜଣେ ସରଳ, ନିରୀହ ପିଲା ଯିଏ ନିଜର ପ୍ରତିଟି ଅଙ୍ଗରେ ଜୀବନକୁ ଅନୁଭବ କରୁଛି, ସେ ମୃତ୍ୟୁ ବିଷୟରେ ବା କ'ଣ ଜାଣିପାରିବ? ଏହି ପ୍ରଶ୍ନ ଭିତରେ ହିଁ ଆଗକୁ ଆସିବାକୁ ଥିବା ସବୁ ଦ୍ୱନ୍ଦ୍ୱର ମୂଳଦୁଆର ରହିଛି। ତ କାହାଣୀଟି ଆରମ୍ଭ ହେଉଛି ଏକ ଶାନ୍ତ, ସୁନ୍ଦର ଗାଉଁଲି ପରିବେଶରେ। ସେଠାରେ କବିଙ୍କର ଦେଖା ହେଉଛି ଏକ 8 ବର୍ଷର ଝିଅ ସହିତ। ଝିଅଟି ଦେଖିବାକୁ ପୂରାପୂରି ସରଳ, ଆଉ ତାର ଚାଲିଚଳନରେ ସେହି ବଣୁଆ ପରିବେଶର ସ୍ୱାଭାବିକତା। ଆଉ ଏଇଠୁ ହିଁ କାହାଣୀ ଆଗକୁ ବଢ଼ୁଛି। ଆଉ କବି ତାଙ୍କୁ ଏକ ଅତି ସାଧାରଣ ପ୍ରଶ୍ନ ପଚାରି ଦେଉଛନ୍ତି, ହେ ଛୋଟ ଝିଅ, ତୁମମାନେ ଭାଇ ଭଉଣୀ ସବୁ ମିଶି କେତେଜଣ? ଗୋଟେ ବହୁତ ସିଧାସାଧା ପ୍ରଶ୍ନ, ହେଲେ ଏହାର ଉତ୍ତର ସେତେ ସିଧା ନଥିଲା। ଝିଅଟିର ଉତ୍ତର ଥିଲା ଏକଦମ ସ୍ପଷ୍ଟ ଆଉ ଆତ୍ମବିଶ୍ୱାସରେ ଭରା, ଆମେ 7 ଜଣ। କିନ୍ତୁ ତାର ଏହି ଉତ୍ତର କବିଙ୍କ ମନରେ ଏକ ପ୍ରକାର ଦ୍ୱନ୍ଦ୍ୱ ସୃଷ୍ଟି କରିଦେଉଛି। ଆଉ ଏଇଠୁ ହିଁ ଆରମ୍ଭ ହେଉଛି ତର୍କ ଆଉ ବିଶ୍ୱାସ ଭିତରେ ଲଢ଼ାଇ। ଆଚ୍ଛା, ଏବେ ଆସନ୍ତୁ କବିଙ୍କ ଦୃଷ୍ଟିକୋଣର କଥାଟାକୁ ବୁଝିବା। ତାଙ୍କର ଯୁକ୍ତି ହେଉଛି ପୂରାପୂରି ବାସ୍ତବତା, ଆଉ ଆମେ ଯାହାକୁ କହୁ ବୟସ୍କଙ୍କର ଗଣିତ, ତା ଉପରେ ଆଧାରିତ। ତ ଏଇଠି ହିଁ ଦୁଇଟି ଅଲଗା ଅଲଗା ଦୁନିଆର ଧକ୍କା ହେଉଛି। ଗୋଟେ ପଟେ ଅଛି କବିଙ୍କ ମୁଣ୍ଡର ହିସାବ, ଯାହା କହୁଛି ଯେ ଯଦି 2 ଜଣ ଚାଲିଯାଇଛନ୍ତି ତେବେ ବାକି ରହିଲେ 5 ଜଣ। ଆଉ ଅନ୍ୟପଟେ ଅଛି ଝିଅଟିର ହୃଦୟର ବିଶ୍ୱାସ, ଯାହା କହୁଛି ନା, ଆମେ 7 ଜଣ। କବିଙ୍କ ପାଇଁ ସତ୍ୟ ହେଉଛି ଶାରୀରିକ ଉପସ୍ଥିତି। ସେ ଜୋର ଦେଇ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ ଯେଉଁ 2 ଜଣ କବର ଭିତରେ ଶୋଇଛନ୍ତି ସେମାନେ ଆଉ ଜୀବିତ ନୁହନ୍ତି। ସେଥିପାଇଁ ହିସାବ ଅନୁସାରେ କେବଳ 5 ଜଣ ହିଁ ରହିଲେ। ହେଲେ ସେ ଛୋଟ ଝିଅଟି ପାଇଁ ବାସ୍ତବତା କ'ଣ ଥିଲା? ତା ପାଇଁ ସତ୍ୟ ଅନୁପସ୍ଥିତିରେ ନଥିଲା, ବରଂ ଗୋଟେ ନିରନ୍ତର, ଜୀବନ୍ତ ଉପସ୍ଥିତିରେ ହିଁ ଥିଲା। ତା ପାଇଁ ତ ତାର ଭାଇ ଭଉଣୀ କୁଆଡ଼େ ଯାଇନାହାନ୍ତି, ସେମାନେ ପାଖରେ ହିଁ ଅଛନ୍ତି। ତା ଘର ଦ୍ୱାର ମୁହଁରୁ ମାତ୍ର 12 ପାଦ ଦୂରରେ ଥିବା ସେହି ସବୁଜ କବର ତଳେ। ଆଉ ଦେଖନ୍ତୁ, ଏହି ସମ୍ପର୍କ ଖାଲି ମନରେ ନାହିଁ, ଏଇଟା ତାର ପ୍ରତିଦିନର ଜୀବନର ଏକ ଅଂଶ। ସେ ତାଙ୍କ କବର ପାଖରେ ବସି ମଜା ବୁଣେ, ଗୀତ ଗାଏ, ଏମିତିକି ରାତିର ଖାଇବା ମଧ୍ୟ ସେ ସେଇଠି ହିଁ ଖାଏ। ମାନେ ମୃତ୍ୟୁ ସେମାନଙ୍କୁ ଅଲଗା କରିପାରିନି। ସେ ନିଜ ଭାଇ ଭଉଣୀଙ୍କ ମୃତ୍ୟୁର କାହାଣୀ ବି କହୁଛି, କିନ୍ତୁ ତା କଥାରେ ଦୁଃଖ କମ୍, ବରଂ ଏକ ପ୍ରକାରର ନିଶ୍ଚିତତା ବେଶୀ। ତା ପାଇଁ ମୃତ୍ୟୁ ଗୋଟେ ଅନ୍ତ ନୁହେଁ, ବରଂ ପାଖରେ ଥିବା ଏକ ନୂଆ ଘରକୁ ଯିବା ଭଳି। କବି ଯେତେ ବି ତର୍କ କରୁଛନ୍ତି, ଯେତେ ବି ବୁଝାଇବାକୁ ଚେଷ୍ଟା କରୁଛନ୍ତି, ଝିଅଟି କିନ୍ତୁ ନିଜ କଥାରେ ପୂରାପୂରି ଅଟଳ। ତାର ସେହି ସରଳ ବିଶ୍ୱାସକୁ କୌଣସି ଯୁକ୍ତି ଦୋହଲାଇ ପାରୁନାହିଁ। ଆଉ ଶେଷରେ କବିଙ୍କର ଧୈର୍ଯ୍ୟ ରହୁନି। ସେ ହତାଶ ହୋଇ ପ୍ରାୟ ପାଟିକଲା ଭଳି କହୁଛନ୍ତି, କିନ୍ତୁ ସେମାନେ ମୃତ। ସେହି 2 ଜଣ ମରିଯାଇଛନ୍ତି। ସେମାନଙ୍କ ଆତ୍ମା ତ ସ୍ୱର୍ଗରେ ଅଛି। ଏଇଠି କବି ହାର ମାନି ଯାଉଛନ୍ତି। ସେ ବୁଝି ଯାଉଛନ୍ତି ଯେ ତାଙ୍କର ସବୁ ଯୁକ୍ତି, ସବୁ ଶବ୍ଦ ବେକାର ଯାଉଛି। ସେହି ଛୋଟ ଝିଅଟି ନିଜର ସରଳ ସତ୍ୟରୁ ଟିକିଏ ବି ହଲିବ ନାହିଁ। ଆଉ ଜାଣନ୍ତି, ଏଇଟା ହିଁ କବିତାର ସବୁଠୁ ବଡ଼ ସୌନ୍ଦର୍ଯ୍ୟ। ଏହା ଆମକୁ କହୁନାହିଁ ଯେ କିଏ ଠିକ୍ ଆଉ କିଏ ଭୁଲ, ବରଂ ଏହା ଆମକୁ ପଚାରୁଛି କାହାର ସତ୍ୟ ଅଧିକ ବାସ୍ତବ, ମୁଣ୍ଡର ନା ହୃଦୟର। କବିଙ୍କର ଏତେ ସବୁ ଯୁକ୍ତି ପରେ ମଧ୍ୟ ଝିଅଟିର ଶେଷ ଉତ୍ତର ସେଇଆ ହିଁ ଥିଲା, ଏକଦମ ସରଳ, ସ୍ପଷ୍ଟ ଆଉ ଅଟଳ। ହେ ମହାଶୟ, ଆମେ 7 ଜଣ। ତେବେ ଶେଷରେ ଏ କବିତା ଆମକୁ ଏକ ବଡ଼ ପ୍ରଶ୍ନ ପାଖରେ ଛାଡ଼ି ଦେଇ ଯାଉଛି। ଯେତେବେଳେ ତର୍କ ଆଉ ଭଲ ପାଇବା ମୁହାଁମୁହିଁ ହୁଅନ୍ତି, ସେତେବେଳେ ଆମ ବାସ୍ତବତାକୁ ପ୍ରକୃତରେ କିଏ ପରିଭାଷିତ କରେ? ଏହା ଆମକୁ ଭାବିବାକୁ ବାଧ୍ୟ କରେ ଯେ ଆମ ସମ୍ପର୍କର ପ୍ରକୃତ ମୂଲ୍ୟ କେଉଁଥିରେ ଥାଏ, ଶାରୀରିକ ଉପସ୍ଥିତିରେ ନା ସ୍ମୃତି ଏବଂ ଭଲ ପାଇବାର ସେହି ଅତୁଟ ବନ୍ଧନରେ?